ଆମେ କ'ଣ କରିବା କୁହନ୍ତୁ? ଭୋଟ ଦେଇଥିଲୁ ତ, ଭୋଟ ଦେଇଥିଲୁ ଯଦି ସେ ଦେଲେନି ଆମେ କ'ଣ ତାଙ୍କର ସରକାରଙ୍କର କ'ଣ କରିପାରିବା? ସେ ହଇରାଣ ହେଉଛନ୍ତି, ହଇରାଣ ହେବେ, ଔଷଧ ନ ଖାଇପାରିଲେ ମରିବେ, ଆଉ କ'ଣ କରିବେ? ଆଉ ନା ନା କେବେ ଖୁସି ନାହୁଁ ଆମେ। ଆମର ଢେଙ୍କାନାଳ ଜିଲ୍ଲା। ନା ନା ଆମର ନବୀନ ସରକାର ଆମର ଠିକ୍ ଥିଲେ। ବିଜେପି ବୋଲେ ଆମେ ତ ପସନ୍ଦ କରୁନୁ ବିଜେପି କି। ଆମର ତ ହେଉଛି ଆମର ନବୀନ ସରକାର ଭଲ ଥିଲେ, ଭଲ କାମ କରୁଥିଲେ, ଲୋକଙ୍କୁ ଠିକ୍ ଠାକ୍ ଦେଉଥିଲେ। ନାଇଁ ଭୋଟ ତମ ହାତ ନେଇକି ବାଡ଼େଇ ଦେଇଥିଲା, ତମେ ବାଡ଼େଇଥିଲ ନା? ତମେ ତ ପସନ୍ଦ କରୁନା, ତମେ ନିଜେ ଭୋଟ ଦେଇଥିଲ ନା? ତମ ହାତ କେମିତି ଦେଇନ? ତମ ଭୋଟ କିଏ ଦେଲା ତାହେଲେ? ଆମ ଭୋଟ ଆମେ ଯାହାକୁ ଦେବା କଥା ଦେଇଛୁ। ଆମେ ବିଜେପି ସରକାର ଦେଇଛ? ବିଜେପି ସରକାରକୁ ଆମେ ଦେଇନୁ, ଆମେ ବିଜେଡ଼ିକି ଦେଇଛୁ। ଆମେ ବିଜେଡ଼ିକି ଦେଇଛୁ। ଆମେ କ'ଣ ବିଜେପି? ତାହେଲେ ବିଜେଡ଼ି ଜିତିଲାନି, ବିଜେପି ଆଇଲା, ଅସୁବିଧା କ'ଣ ହେଲା? ଅସୁବିଧା କିଛି ନାହିଁ। ସେଇତେବେଳେ ଅସୁବିଧା ଥିଲା ନା? ଆପଣ ମାନେ ଅସୁବିଧା, ଆମେ ମାନେ ଅସୁବିଧା, ସରକାର କିଛି ଅସୁବିଧା ନାହିଁ ହେଲା। କ'ଣ କହିବେ ଆପଣ? ଭୋଟ ଦେଇକି ଠିକ୍ କଲେ ନା? ଭୋଟ ତ ଧର ମୁଁ ନଦେଲେ ମୋ ଭଳିଆ ଏମିତି ଅନେକ ଲୋକ ଦେଇଛନ୍ତି। ତମ ଭୋଟଟା ତମ ମତ, ତମେ କାହା? ଆମ ମତ ଆମେ ଦେଇନୁ ବିଜେପି କି ଭୋଟ। ତମ ଢେଙ୍କାନାଳ ଜିଲ୍ଲାରେ ତ ସବୁ ବିଜେପି। ହଁ ହେଇଥିବ, କିନ୍ତୁ ଆମେ ଦେଇନୁ। ତମ ସରପଞ୍ଚ କ'ଣ ବିଜେପି ନୁହଁ? ତମ ଜିଲ୍ଲାର ସରପଞ୍ଚ ବିଜେପି, ତମ ଜିଲ୍ଲାର MLA ବିଜେପି ନୁହଁ କି? କହୁନ, ତମ ଜିଲ୍ଲାର ଅଧିକ ହେଉଛି ବିଜେପି। କେମିତି ଯାଇଲା? ଆମର ତ କଂଗ୍ରେସ, ଆମର ତ ଜଗତସିଂହପୁର, ଆମର ତ ବିଜେଡ଼ି ସବୁ। କାହିଁକି ଆଇଲାନି ବିଜେପି? ଆମର ତିନିଟା, ଆମର ତିର୍ତ୍ତୋଲ ବ୍ଲକ ହେଉଛି ବିଜେଡ଼ି, ଏରସମା ବ୍ଲକ ହେଉଛି ବିଜେଡ଼ି। ତମର କେଇଟା ବ୍ଲକ ବିଜେଡ଼ି? ଦେଖିବା, ତମେ ବିଜେଡ଼ି କହୁଛ, କାହିଁକି ଦେଖିବା? ବିଜେଡ଼ି ଲୋକ ନୁହଁ। ଆରେ ବିଜେପି ଲୋକ, ପଇସା ନେଇଛ, ଭୋଟ ବାଡ଼େଇ ଦେଇଛ। ହଁ କୁହ, ଠିକ୍ କଥା କୁହ। ନୁହେଁ, ଯାହାକୁ ଯିଏ ସରକାର ଆଇଲା, ଯାହା ଯେଉଁ ଅନୁସାରେ ଚଳେଇବ ଆମେ ସେଇ ଅନୁସାରେ ଚାଲିବା। ଆମେ କ'ଣ କରିପାରିବା କୁହନ୍ତୁ?